ସାଙ୍ଗମାନେ ସମ୍ପର୍କ ଖରାପ କରିବାକୁ ଚାହୁଁଥିବା ଲୋକଙ୍କ ପାଖରେ ଦେଖାଯାଏ ଏହି ସବୁ ଲକ୍ଷଣ। କଥାବାର୍ତ୍ତା କରିବାକୁ ଆଗ୍ରହ କମିଯାଏ। ଯେଉଁମାନେ ପୂର୍ବରୁ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲେ ସେମାନେ କମ୍ କଥା ହେବା ଆରମ୍ଭ କରନ୍ତି ଏବଂ ହଁ ହାଁରେ ଉତ୍ତର ଦିଅନ୍ତି। ସେମାନେ ଦୂରରେ ରହିବାକୁ ବାହାନା ଖୋଜନ୍ତି। ସେମାନେ ସାକ୍ଷାତ କରିବାକୁ ଚାହାନ୍ତି ନାହିଁ ଆଉ ସବୁବେଳେ ଫୋନ ଏନଗେଜ ରଖନ୍ତି। ତୁମ ଭାବନା ବିଷୟରେ ଚିନ୍ତା କରନ୍ତି ନାହିଁ ଏବଂ ତୁମର ସୁଖ ଦୁଃଖ ଅବା ଆବଶ୍ୟକତା ବିଷୟରେ ବି ଚିନ୍ତା କରନ୍ତି ନାହିଁ। ଛୋଟ ଛୋଟ କଥାରେ ଝଗଡ଼ା ଆରମ୍ଭ କରନ୍ତି। ଯାହା ପୂର୍ବରୁ ସାଧାରଣ ଦେଖାଯାଉଥିଲା ଏବେ ତା ଉପରେ ଯୁକ୍ତିତର୍କ ଆରମ୍ଭ କରିଦିଅନ୍ତି। ଭବିଷ୍ୟତ ପାଇଁ କୌଣସି ଯୋଜନା ପ୍ରସ୍ତୁତ କରନ୍ତି ନାହିଁ ଏବଂ ଆପଣଙ୍କ ସହିତ କୌଣସି ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା ବି କରନ୍ତି ନାହିଁ। ଏହା ସହିତ କଥାବାର୍ତ୍ତାରୁ ମଧ୍ୟ ଦୂରେଇ ଯାଆନ୍ତି। କ'ଣ ସାଙ୍ଗମାନେ ଠିକ୍ ତ? ସାଙ୍ଗମାନେ କିଏ ହେଉଛନ୍ତି ଶ୍ରେଷ୍ଠ ଆସନ୍ତୁ ଜାଣିବା। ଶ୍ରେଷ୍ଠ ଗୁରୁ ଯାହାଙ୍କ ଠାରୁ ଆମେ ପ୍ରଥମେ ଶିଖୁ ସେ ହେଉଛନ୍ତି ଆମ ବାପା ମା। ଶ୍ରେଷ୍ଠ ଦାନ ଖାଦ୍ୟ ଦାନ, କାରଣ ଏଥିରେ ଜୀବନ ବଞ୍ଚେ। ଶ୍ରେଷ୍ଠ ସେବା ନିଜ ସ୍ୱାର୍ଥ ଛାଡ଼ି ଅନ୍ୟମାନଙ୍କର ସେବା। ଶ୍ରେଷ୍ଠ କର୍ମ ସତ୍ୟ ଓ ଧର୍ମରେ କରୁଥିବା କାର୍ଯ୍ୟ। ଶ୍ରେଷ୍ଠ ପରିଚୟ ମିଠା କଥା ଓ ଉତ୍ତମ ବ୍ୟବହାର। ଶ୍ରେଷ୍ଠ ଚିନ୍ତା ଭଗବାନଙ୍କୁ ମନେ ପକାଇବା। ଶ୍ରେଷ୍ଠ ଜୀବନ ଆଦର୍ଶ ଓ ସାଧା ସରଳ ଜୀବନ। ଶ୍ରେଷ୍ଠ ଜ୍ଞାନ ସତ୍ୟ ଓ ତତ୍ତ୍ୱରେ ଆଧାରିତ ଜ୍ଞାନ। ଶ୍ରେଷ୍ଠ ଧନୀ ଯିଏ କାହାକୁ କିଛି ମାଗେ ନାହିଁ ଆଉ ଶ୍ରେଷ୍ଠ ଆଶ୍ରୟ ଭଗବାନଙ୍କ ଚରଣ। ସତ୍ କର୍ମ ଉତ୍ତମ ବ୍ୟବହାର ଓ ଭଗବାନଙ୍କ ଭକ୍ତିରେ ଲୁଚିଛି ସତ ଶ୍ରେଷ୍ଠତା। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ସାଙ୍ଗମାନେ ଏ ସଂସାରରେ ସବୁଠାରୁ ସହଜ କାମ କ'ଣ ଆପଣ ଜାଣିଛନ୍ତି କି? ସବୁଠାରୁ ସହଜ କାମ ହେଉଛି ଅନ୍ୟର ଭୁଲକୁ ଦେଖିବା ଅବା ଅନ୍ୟକୁ ସମାଲୋଚନା କରିବା। ଆଉ ସବୁଠାରୁ କଷ୍ଟକର କାମ ହେଉଛି ନିଜର ଭୁଲକୁ ଦେଖିବା। ହେଲେ ମନେ ରଖନ୍ତୁ, ଯେଉଁ ବ୍ୟକ୍ତି ନିଜର ଭୁଲକୁ ଦେଖି ତାକୁ ସୁଧାରି ଆଗକୁ ବଢ଼ିଥାଏ ସିଏ ହିଁ ଜୀବନରେ ସଫଳତାର ଶିଖରରେ ପହଞ୍ଚିଥାଏ। ସାଙ୍ଗମାନେ ଏ ସଂସାରର ପଶା ପାଲିରେ ପେଶି ହୋଇଗଲା ପରେ ଶେଷରେ ଏକୁଟିଆ ଲୁଚି ଲୁଚି କାନ୍ଦିବା ଜଣେ ବ୍ୟକ୍ତିକୁ ଅସୀମ ଶକ୍ତିଶାଳୀ କରିଦେଇଥାଏ। କାହିଁକି ନା ସେ ଜାଣିଗଲା ଯେ ଏ ସ୍ୱାର୍ଥପର ଦୁନିଆରେ ତାକୁ ବୁଝିବା ପାଇଁ କେହି ବି ନାହାନ୍ତି। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ।